ମାହାଙ୍ଗା ବ୍ଲକ ଅନ୍ତର୍ଗତ ମାହାଙ୍ଗା ମେଡିକାଲ ଛକ ନିକଟରେ ମାହାଙ୍ଗା ବିକାଶ ପରିଷଦ ଆନୁକୂଲ୍ୟରେ ଆଧୁନିକ ଓଡ଼ିଆ ନାଟକର ଜନକ ଆଦି ନାଟ୍ୟକାର ଜଗନମୋହନ ଲାଲଙ୍କ 186ତମ ଜୟନ୍ତୀ ସମାରୋହ ନାରୀ ନେତ୍ରୀ ଯାଜ୍ଞସିନୀ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାହାଙ୍ଗା ବିକାଶ ପରିଷଦର ଅଧ୍ୟକ୍ଷ ଯୁବ ବିଧାୟକ ଶାରଦା ପ୍ରସାଦ ପ୍ରଧାନ ଯୋଗଦେଇ ଆଦି ନାଟ୍ୟକାର ଜଗନମୋହନ ଲାଲଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରି ନିଜେ ଜମିଦାର ଥାଇ ମଧ୍ୟ ଜମିଦାରୀ ପ୍ରଥାର ଉଚ୍ଛେଦ, ମଦ୍ୟପାନ ବିରୋଧୀ, ସମାଜର କୁସଂସ୍କାର ବିରୋଧରେ ସ୍ୱର ଉତ୍ତୋଳନ କରି ଲେଖନୀ ଚାଳନା କରିଥିଲେ ବୋଲି କହିଥିଲେ। ମାହାଙ୍ଗା ବିକାଶ ପରିଷଦ ମାହାଙ୍ଗାରେ ସାହିତ୍ୟ ସଂସ୍କୃତିକୁ ଉଜ୍ଜୀବିତ କରିବା ପାଇଁ ଯେଉଁ ପଦକ୍ଷେପ ନେଉଛନ୍ତି ତାହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ ନାଟ୍ୟକାର ସୁଧାଂଶୁ ଶେଖର ନାୟକ ଯୋଗଦେଇ ଜଗନମୋହନ ଲାଲ ନାଟକ ଦ୍ୱାରା ସମାଜରେ ମଦ୍ୟପାନ, ଜମିଦାରୀ ଉଚ୍ଛେଦ, ବିଧବାମାନଙ୍କୁ ପୁନଃ ବିବାହ କରି ଅନ୍ଧବିଶ୍ୱାସକୁ ଲୋପ କରିବା ଆଦି ବିଭିନ୍ନ ପ୍ରସଙ୍ଗ ନାଟକ ଜରିଆରେ ପରିବେଷଣ କରିଥିଲେ। ଓଡ଼ିଶାର ଅଧ୍ୟୟନ ଏବଂ ଗବେଷଣା ସଂସ୍ଥାର ସଚିବ ଡକ୍ଟର ସୁବ୍ରତ କୁମାର ପୃଷ୍ଟି ବିଶିଷ୍ଟ ଅତିଥି ଭାବରେ ଯୋଗଦେଇ ଆଦି ନାଟ୍ୟକାର ଶ୍ରୀ ଲାଲଙ୍କ ବହୁମୁଖୀ ପ୍ରତିଭା ତଥା ସୁସ୍ଥ ସମାଜ ଗଠନରେ ଲେଖନୀ ଚାଳନା କରି ସମାଜରୁ ବାସନ୍ଦ ଅନ୍ଧବିଶ୍ୱାସ ଦୂର ପାଇଁ ନାଟକ ଜରିଆରେ ପ୍ରମୁଖ ଭୂମିକା ଗ୍ରହଣ କରି ମାହାଙ୍ଗା ମାଟିକୁ ଧନ୍ୟ କରିଛନ୍ତି ବୋଲି କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଆଦି ନାଟ୍ୟକାରଙ୍କର ପ୍ରଥମ ନାଟକ ବାବାଜୀ ପୁସ୍ତକ ଉନ୍ମୋଚନ କରାଯାଇଥିଲା। ରାଧାକାନ୍ତ ରଙ୍ଗମଞ୍ଚର ଦକ୍ଷ କଳାକାର ମକର ମହାନ୍ତି, ରବୀନ୍ଦ୍ର ମହାନ୍ତି, ବଳରାମ ସାହୁ, ବିଚିତ୍ରାନନ୍ଦ ବାରିକ, ମାଧବାନନ୍ଦ ବେହେରାଙ୍କୁ ଆଦି 5 ଜଣ କଳାକାରଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ପଞ୍ଚାୟତର ସଭାପତି ଗୌତମ ଲାଲ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଭକ୍ତଚରଣ ସ୍ୱାଇଁ, ଅଜୟ ନାୟକ, ସମିତି ସଭ୍ୟ ମନୋରଞ୍ଜନ ନାୟକ, ରଶ୍ମିରଞ୍ଜନ ବିଶ୍ୱାଳ, ପନଙ୍ଗ ଭୂଷଣ ଦାସ, ପୂର୍ବତନ ଅଧ୍ୟକ୍ଷା କନକଲତା ବେହେରା, ସମାଜସେବୀ ପ୍ରଭାତ ନାୟକ, ଅମରେନ୍ଦ୍ର ସିଂ, ପ୍ରମୋଦ ସିଂ, ପ୍ରିୟବ୍ରତ ସାହୁ, ଆଦିକାନ୍ତ ମହାନ୍ତି, ତାରାକାନ୍ତ ମହାପାତ୍ର, ବସନ୍ତ ଦାସ, ଅରୁଣ ସେଠୀ ପ୍ରମୁଖ ସହଯୋଗ କରିଥିଲେ। ମାହାଙ୍ଗାରୁ ଅମରେନ୍ଦ୍ର ସିଂ, ଓଡ଼ିଶା ମୋବାଇଲ ଟିଭି।